ଆସୁଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ପୁନର୍ବାର ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ଆମମାନେ ପ୍ରଭୁଙ୍କର ବାକ୍ୟ ଆମେ ଶିଖୁଛୁ। ଆଉ ପରମେଶ୍ୱର ଆମମାନଙ୍କ ପ୍ରତି ଦୟା କରୁଛନ୍ତି ଓ ଅନୁଗ୍ରହ କରୁଛନ୍ତି। ପ୍ରତି ପ୍ରଭାତରେ ସେ ଆମମାନଙ୍କ ନିମନ୍ତେ ବାକ୍ୟ ଦେଉଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପରମେଶ୍ୱର ବାକ୍ୟ ନଦେଲେ ଆମେ ବାକ୍ୟ ପାଇପାରିବା ନାହିଁ। ଏହା ଆମମାନଙ୍କର ଜ୍ଞାନ ବୁଦ୍ଧି ବଳ ଶକ୍ତି ଦ୍ୱାରା ନୁହେଁ, ଏହା କେବଳ ପରମେଶ୍ୱରଙ୍କର ଅନୁଗ୍ରହ ଦ୍ୱାରା ଆଉ ଆପଣମାନଙ୍କ ପ୍ରାର୍ଥନା ଦ୍ୱାରା ପରମେଶ୍ୱର ପ୍ରତି ପ୍ରଭାତରେ ଆମମାନଙ୍କୁ ସେ ତାଙ୍କ ବାକ୍ୟରୁ କଥା ହେଉଛନ୍ତି। ଆଜି ମଧ୍ୟ ସେ ଆମମାନଙ୍କ ନିମନ୍ତେ ଯେଉଁ ପ୍ରସଙ୍ଗ ରଖିଛନ୍ତି, ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ବିନା ଟଙ୍କାରେ କିପରି ବଞ୍ଚିବେ। ବିନା ଟଙ୍କାରେ କିପରି ଆମେ ବଞ୍ଚିବେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଦେଖିବା ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କର ଶିଷ୍ୟମାନଙ୍କୁ ବିନା ଟଙ୍କାରେ କି ପ୍ରକାର ବଞ୍ଚିବାକୁ ହେବ ତାହା ସେ ଶିଖାଉଛନ୍ତି। ମାଥ୍ୟୁ 10 ଅଧ୍ୟାୟ ଆମମାନେ ଯଦି 5 ପଦରୁ ପଢ଼ିବା ତାହେଲେ ଲମ୍ବା ହେବ। ଆମମାନେ ପଢ଼ିବା 7 ପଦରୁ, ପୁଣି ଯାଉ ଯାଉ ସ୍ୱର୍ଗରାଜ୍ୟ ସନ୍ନିକଟ, ଏହି କଥା କହି ଘୋଷଣା କର, ପୀଡ଼ିତମାନଙ୍କୁ ସୁସ୍ଥ କର, ମୃତମାନଙ୍କୁ ଉଠାଅ, କୁଷ୍ଠୀମାନଙ୍କୁ ଶୁଚି କର, ଭୂତମାନଙ୍କୁ ଛଡ଼ାଅ, ତୁମ୍ଭେମାନେ ବିନା ମୂଲ୍ୟରେ ପାଇଅଛ, ବିନା ମୂଲ୍ୟରେ ଦାନ କର। 9 ପଦ, ତୁମ୍ଭମାନଙ୍କର ଗାଞ୍ଜିଆରେ ମାନେ ପକେଟରେ ତୁମେ ସୁନା କି ରୂପା କି ଟଙ୍କା, ତୁମେ କୌଣସି ପ୍ରକାର ଟଙ୍କା ତୁମେ ଧର ନାହିଁ, ତମ୍ବା କିଛି ଧର ନାହିଁ। 10 ପଦ, ଆଉ ଯାତ୍ରା ନିମନ୍ତେ ଝୋଲି କିମ୍ବା 2ଟି ଅଙ୍ଗରଖା ଅବା ଜୋତା କିମ୍ବା ବାଡ଼ି ଆୟୋଜନ କର ନାହିଁ, କାରଣ କାର୍ଯ୍ୟକାରୀ ଆପଣା ଆହାରର ଯୋଗ୍ୟ। ପ୍ରଭୁ ଯୀଶୁଖ୍ରୀଷ୍ଟ ଯେଉଁ ସମୟରେ ପ୍ରଥମରେ ତାଙ୍କର ଶିଷ୍ୟମାନଙ୍କୁ ସେବା କାର୍ଯ୍ୟ ନିମନ୍ତେ ପଠାଉଛନ୍ତି, ସେ କହୁଛନ୍ତି ତୁମେ କିଛି ଆୟୋଜନ କର ନାହିଁ, ତୁମେ ଟଙ୍କା ଧର ନାହିଁ, ତୁମେ ଯାଅ, ମୁଁ ତୁମକୁ ପଠାଉଛି, ତୁମେ ଯାଅ, ତୁମର କୌଣସି ବିଷୟର ଅଭାବ ହେବ ନାହିଁ। ଏହି ସ୍ଥାନରେ ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ଆପଣା ଶିଷ୍ୟମାନଙ୍କୁ କି ପ୍ରକାର ଭାବରେ ବିଶ୍ୱାସରେ ବଞ୍ଚିବାକୁ ପଡ଼ିବ ଏହା ସେ ଶିଖାଉଛନ୍ତି। କାରଣ ବାଇବଲ କହେ ଯେ ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ। ଯେତେବେଳେ ଦ୍ୱିତୀୟ ଥର ସେ ପଠାଇଲେ, ସେତେବେଳେ ତାଙ୍କୁ କହିଲେ ତୁମେ ସବୁ ଧରିକିନା ତୁମେ ଯାଅ। ପ୍ରଥମରେ ମୁଁ ତୁମକୁ ପଠାଉଛି, ତୁମେ କିଛି ଧର ନାହିଁ, ତୁମେ ଯାଅ, ତୁମର କିଛି ଅଭାବ ହେବ ନାହିଁ, ତୁମେ ଭୋକରେ ରହିବ ନାହିଁ, ଯାହା ତୁମକୁ ଦରକାର ସବୁ ବିଷୟ ଗୁଡ଼ିକ ତୁମକୁ ମିଳିବ। ଏହି ସ୍ଥାନରେ ପରମେଶ୍ୱର ତାଙ୍କର ଶିଷ୍ୟମାନଙ୍କୁ, ତାଙ୍କ ଲୋକମାନଙ୍କୁ ସେ ଶିଖାଉଛନ୍ତି ଯେ ଆମେ କି ପ୍ରକାର ଭାବରେ ବିନା ଟଙ୍କାରେ ଆମେ ଚଳିପାରିବା। ମାତ୍ର ପରେ ଶିଖାଉଛନ୍ତି ଯେ ଟଙ୍କା ଧରିକିନା ଯାଅ। ଏହା ଆମକୁ ସେ ଶିଖାଉଛନ୍ତି ଯେ ପ୍ରଭୁଙ୍କ ଉପରେ ଭରସା ରଖି, ପରମେଶ୍ୱରଙ୍କ ଉପରେ ବିଶ୍ୱାସ ରଖି ଆମେ ବଞ୍ଚି ହେବ। ପ୍ରିୟମାନେ, ଇସ୍ରାଏଲ ଲୋକମାନେ 40 ବର୍ଷ ଧରି ସେମାନେ ପ୍ରାନ୍ତ ମଧ୍ୟରେ ଥିଲେ। ଆଉ ଯେଉଁ ସମୟରେ ସେମାନଙ୍କର ଶେଷରେ ଲେଖାଯାଉଛି ଯେ ଜଣେ ଲୋକ ମଧ୍ୟ ଭୋକରେ ମରିନାହାନ୍ତି, ଜଣେ ମଧ୍ୟ ଭୋକରେ ମରିନାହାନ୍ତି। କିଏ ବ୍ୟଭିଚାର ପାପ କଲେ ମରିଗଲେ, କିଏ ବଚସା କଲେ ମରିଗଲେ, କିଏ ପ୍ରତିମା ପୂଜା କଲେ ମରିଗଲେ। ଏହା ଆମମାନଙ୍କର 1 କରନ୍ଥୀୟ 10 ଅଧ୍ୟାୟରେ ସେ ଲେଖାଯାଉଛି। ମାତ୍ର ଜଣେ ବ୍ୟକ୍ତି ମଧ୍ୟ ଭୋକରେ ମରିନାହାନ୍ତି। ପରମେଶ୍ୱର ବିଶ୍ୱସ୍ତ ଭାବରେ ପ୍ରତି ପ୍ରଭାତରେ ସେମାନଙ୍କୁ ସ୍ୱର୍ଗରୁ ସେ ମାନ୍ନା ଦେଉଥିଲେ। ସେ କି ପ୍ରକାର ଦେଉଥିଲେ ଯେ ଗୋଟେ ସପ୍ତାହଟି ପାଇଁ ଏକାଥରେ ଦେଇ ଦେଉନଥିଲେ, କି ଗୋଟେ ମାସଟି ପାଇଁ ସେ ଏକାଥରେ ଦେଇ ଦେଉନଥିଲେ, ପ୍ରତିଦିନ ଯାହା ଦରକାର ସେ ଯୋଗାଉଥିଲେ। ଏହା ସେ ଶିଖାଉଥିଲେ ଯେ ଆମେ କି ପ୍ରକାର ଭାବରେ ତାଙ୍କ ଉପରେ ଭରସା କରିପାରିବା, ତାଙ୍କ ଉପରେ ବିଶ୍ୱାସ କରିପାରିବା। ପ୍ରତିଦିନ ପ୍ରଭାତରେ ମେଘ ହେଉ, ବର୍ଷା ହେଉ, ଥଣ୍ଡା ହେଉ, କୌଣସି ଦିନ ମଧ୍ୟ ପଡ଼ି ନାହିଁ ବୋଲି ନାହିଁ, ସବୁଦିନ ସ୍ୱର୍ଗରୁ ଆହାର ସେମାନଙ୍କ ନିମନ୍ତେ ପଡ଼ୁଥିଲା। ଶିଖାଉଥିଲେ ଯେ ତୁମେ ଚାକିରି କଲେ ବଞ୍ଚିବ ନାହିଁ, ତୁମେ ବିଜନେସ୍ କଲେ ବଞ୍ଚିବ ନାହିଁ, ମୁଁ ଦେଲେ ତୁମେ ବଞ୍ଚିବ। ଏଇଟା ସେ ଆମମାନଙ୍କୁ ଶିଖାଉଛନ୍ତି। ଆମେ ଭଲ ଚାକିରି କରୁଛୁ, ଆମେ ଭଲ ବିଜନେସ୍ କରୁଛୁ, ଆମ ମା ବାପା ଆମକୁ ଟଙ୍କା ଅଜସ୍ର ସମ୍ପତ୍ତି ଛାଡ଼ିକିନା ଯାଇଛନ୍ତି, ସେଥିପାଇଁ ଆମେ ବଞ୍ଚୁନାହୁଁ। ପରମେଶ୍ୱର ଆମକୁ ବଞ୍ଚାଇ ରଖିଛନ୍ତି, ସେ ଆମକୁ ଉଚିତ ସମୟରେ ସବୁ ବିଷୟ ଗୁଡ଼ିକ ସେ ଯୋଗାଉଛନ୍ତି। ଏହା ସେ ଆମମାନଙ୍କୁ ଶିଖାଉଛନ୍ତି। ପ୍ରିୟମାନେ, ଆମମାନେ ଏହି ଦୀର୍ଘ 2 ବର୍ଷ ଧରି 2020 ମସିହାରୁ 22 ମସିହା କରୋନା ଭାଇରସ୍ ଆସିଲା, ଚାରିଆଡ଼େ ସବୁ ବିଜନେସ୍, ଆମମାନଙ୍କର ଜବ୍, ଦୋକାନ ବାଡ଼ି ସବୁ ବନ୍ଦ ହେଇଗଲା। ମାତ୍ର ଆମେ ମୃତ୍ୟୁବରଣ କରୁନାହିଁ।
କାରଣ ଆମେ ଚାକିରି କରି ବେପାର କରି ଆମେ କିଛି ଟଙ୍କା ଉପାର୍ଜନ କରିବାରୁ ଆମେ ବଞ୍ଚୁଛୁ ତାହା ନୁହେଁ, ମାତ୍ର ପରମେଶ୍ୱର ଆମକୁ ସେ ଦେଉଛନ୍ତି, ପରମେଶ୍ୱର ଆମକୁ ବଞ୍ଚାଉଛନ୍ତି। ସେଥିପାଇଁ ସେ ଶିଷ୍ୟମାନଙ୍କୁ ପ୍ରଥମରେ ବିନା ଟଙ୍କାରେ ପ୍ରଭୁଙ୍କ ଉପରେ ଭରସା କରି ତାଙ୍କ ବାକ୍ୟରେ ବିଶ୍ୱାସ କରି କି ପ୍ରକାର ଭାବରେ ବଞ୍ଚିବାକୁ ହେବ ତାହା ସେ ଶିଖାଇଲେ। ଆଜି ସେଇ ସମାନ ବିଷୟ ସେ ଆମମାନଙ୍କୁ ଶିଖାଉଛନ୍ତି। କାରଣ ଆମର ଚାକିରି ଆମର ପ୍ରତିପାଳକ ନୁହନ୍ତି, ଆମର ବେପାର ଆମର ପ୍ରତିପାଳକ ନୁହନ୍ତି, ଆମର ମା ବାପା ଆମର ପ୍ରତିପାଳକ ନୁହନ୍ତି, ମାତ୍ର ସଦାପ୍ରଭୁ ଆମର ପ୍ରତିପାଳକ। ଏଲିୟଙ୍କୁ କହିଲେ ଯାଅ ତୁମେ କରିତ୍ ନଦୀ ନିକଟରେ ତୁମେ ଆପଣାକୁ ଲୁଚାଅ। ଯେଉଁ ସମୟରେ ସେ କରିତ୍ ନଦୀ ନିକଟରେ ଆପଣାକୁ ଲୁଚାଇଛନ୍ତି, ବିଶ୍ୱସ୍ତ ଭାବରେ ପ୍ରତି ସମୟରେ ସକାଳେ ରୁଟି ଓ ମାଂସ, ସନ୍ଧ୍ୟାରେ ରୁଟି ଓ ମାଂସ ଏଲିୟଙ୍କ ପାଖକୁ କାଉମାନେ ଧରିକି ଯାଉଥିଲେ। ପ୍ରିୟମାନେ, କହିବା ପାଇଁ ଚାହେଁ ଆଜି ଯେଉଁ କାଉ ଏଲିୟଙ୍କୁ ରୁଟି ଦେଉଥିଲେ ସେ ବଞ୍ଚିଛନ୍ତି କି ନାହିଁ ମୋତେ ଜଣା ନାହିଁ, ମାତ୍ର ଏଲିୟଙ୍କ ପରମେଶ୍ୱର ଆଜି ମଧ୍ୟ ବଞ୍ଚିଛନ୍ତି। ମୋର କହିବାର ଉଦ୍ଦେଶ୍ୟ ଏହା ନାହିଁ ଯେ ଆମେ ଚାକିରି କରିବା ନାହିଁ, ଆମେ ବେପାର କରିବା ନାହିଁ, ଟଙ୍କା ଉପାର୍ଜନ କରିବା ନାହିଁ, ଏଇଟା ମୋର କହିବାର ଉଦ୍ଦେଶ୍ୟ ନୁହେଁ। ମୋର କହିବାର ଉଦ୍ଦେଶ୍ୟ ଯେ ଆମେ ପ୍ରଭୁଙ୍କ ଉପରେ ଭରସା ରଖିବା, ବିଶ୍ୱାସ ରଖିବା। ଏହା ସେ ଆମମାନଙ୍କୁ ଶିଖାଉଛନ୍ତି। ସେ ଦେଲେ, ସେ ଆମର ପ୍ରତିପାଳକ ହେଇଛନ୍ତି, ଏଥିପାଇଁ ଆମେ ବଞ୍ଚୁଛୁ। ପ୍ରିୟମାନେ, ଆଜି ଅଭାବ ମଧ୍ୟରେ ଯାଉଛନ୍ତି, ଆଜି କଷ୍ଟ ମଧ୍ୟରେ ଯାଉଛନ୍ତି, ଆଜି ଆପଣଙ୍କର ଜବ୍ ନାହିଁ, ବିଜନେସ୍ ନାହିଁ, ଭାଙ୍ଗି ପଡ଼ନ୍ତୁ ନାହିଁ। ଆମର ପରମେଶ୍ୱର ଏବେ ଯାଏଁ ବଞ୍ଚିଛନ୍ତି, ସେ ଆମର ପ୍ରତିପାଳକ, ସେ ଆମକୁ ଯୋଗାଇ ପାରିବେ। ଏହା ହିଁ ସେ ପ୍ରଥମେ ଆପଣା ଶିଷ୍ୟମାନଙ୍କୁ ଶିଖାଇଲେ। ତୁମେ ଯାଅ, ତୁମର ଝୋଲିରେ, ତୁମର ଗାଞ୍ଜିଆରେ, ପକେଟରେ ତୁମେ କୌଣସି ପ୍ରକାର ଟଙ୍କା ଧନ ସମ୍ପତ୍ତି ତୁମେ ଧରିଯିବାର ଆବଶ୍ୟକ ନାହିଁ। ମୁଁ ତୁମକୁ ପଠାଉଛି, ଆଉ ସେ ଆମକୁ ଏ ଜଗତ ମଧ୍ୟକୁ ପଠାଇଛନ୍ତି। ସେ ଯଦି ଆମକୁ ପଠାଇଛନ୍ତି ଆମର ଯତ୍ନ ନେବେ। ଏହାର ଅର୍ଥ ନୁହେଁ ଯେ ଆମେ ଅଳସୁଆ ହେଇ ଘରେ ବସିଥିବା, ଏହାର ଅର୍ଥ ନୁହେଁ ଯେ ଆମେ ଚାକିରି କରିବା ନାହିଁ, ଏହାର ଅର୍ଥ ନୁହେଁ ଯେ ବିଜନେସ୍ କରିବା ନାହିଁ। ଆମେ ସବୁ ବିଷୟ କରିବା, ମାତ୍ର ଯେଉଁ ସମୟରେ ଜବ୍ ନଥିବ, ଯେଉଁ ସମୟରେ ଚାକିରି ନଥିବ, ଯେଉଁ ସମୟରେ ଟଙ୍କା ନଥିବ, ସେହି ସମୟରେ ଆମେ ଭାଙ୍ଗି ପଡ଼ିବା ନାହିଁ। ଆମେ ପ୍ରଥମରେ ଏହା ଶିଖିବାର ଆବଶ୍ୟକ ରହିଛି ଯେ ପରମେଶ୍ୱର ଆକୁ ଉପରେ ଆମେ ଭରସା ରଖିବା। ସେ ଆମକୁ ଦେଲେ ଆମେ ଚଳୁଛୁ, ସେ ଆମକୁ ଦେଲେ ଆମେ ଖାଉଛୁ, ସେ ଆମକୁ ଦେଲେ ଆମେ ବଞ୍ଚୁଛୁ। ପ୍ରିୟମାନେ, ପରମେଶ୍ୱର ଏହା ଆମମାନଙ୍କୁ ଶିଖାଉଛନ୍ତି। ପ୍ରଥମେ ଶିଷ୍ୟମାନଙ୍କୁ ଶିଖାଇଲେ ତୁମେ କି ପ୍ରକାର ଭାବରେ ବିନା ଟଙ୍କାରେ ଚଳିବ, ମୋ ଉପରେ ବିଶ୍ୱାସ କରି, ମୋ ବାକ୍ୟରେ ବିଶ୍ୱାସ କରି, ମୋ ବାକ୍ୟ ଉପରେ ଭରସା କରି ତୁମେ କି ପ୍ରକାର ବଞ୍ଚିବ। ଯେଉଁ ସମୟରେ ଯୀଶୁଖ୍ରୀଷ୍ଟ ଦ୍ୱିତୀୟ ଥର ପଠାଉଛନ୍ତି, କହିଲେ ଯେ ମୁଁ ତୁମକୁ ପ୍ରଥମ ଥର ପଠାଇଥିଲି, ସେହି ସମୟରେ କ'ଣ ତୁମର କିଛି ଅଭାବ ହେଇଥିଲା? ପ୍ରିୟମାନେ, କିଛି ଅଭାବ ହେଇନଥିଲା। ସେହି ସମୟରେ ଶିଷ୍ୟମାନଙ୍କ ଗୋଟେ ଡେରିଂ ଆସିଲା, ଗୋଟେ ବିଶ୍ୱାସ ଆସିଲା। ପ୍ରଥମରେ ଏ ପ୍ରକାର ହେଇଥିଲା, ପରମେଶ୍ୱର ଆମ ଯତ୍ନ ନେବେ। ସେମାନେ କୌଣସି ସମୟରେ କୌଣସି କ'ଣ ଖାଇବି, କ'ଣ ପିଇବି, କ'ଣ ପିନ୍ଧିବି, ସେମାନେ ଭୟଭୀତ ହେଲେ ନାହିଁ। ଆମର ପରମେଶ୍ୱର ସେମିତି ସେ ଶିଖାନ୍ତି। ଆଜି ଆପଣଙ୍କ ଜବ୍ ଚାଲିଯାଇଛି, ସେ ଶିଖାଉଛନ୍ତି ଚାକିରି ଥିବାରୁ ତୁ ବଞ୍ଚୁନଥିଲୁ, ମୁଁ ଦେଉଥିଲେ ତୁ ବଞ୍ଚୁଥିଲୁ। ଆଜି ଆମର ବିଜନେସ୍ ଠପ୍ ପଡ଼ିଯାଇଛି, ସେ ଆମକୁ ଶିଖାଉଛନ୍ତି ଯେ ତୁମେ ବିଜନେସ୍ ଦ୍ୱାରା ତୁମେ ବଞ୍ଚୁନଥିଲ, ମୁଁ ବଞ୍ଚାଇବାରୁ ବଞ୍ଚୁଥିଲ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ପ୍ରଭୁଙ୍କ ଉପରେ ଭରସା କରିବା, ଟଙ୍କା ଉପରେ ନାହିଁ, ଆମର ଜବ୍ ଉପରେ ନୁହେଁ, ଆମର ବିଜନେସ୍ ଉପରେ ନାହିଁ, ତାଙ୍କ ଉପରେ ଆମେ ଭରସା କରି ଆମେ ବଞ୍ଚିବା। ଆମେ ଏହା ହିଁ ସତ୍ୟ ବିଷୟ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହା ହିଁ ଶିଷ୍ୟମାନଙ୍କୁ ଶିଖାଇଲେ, ଏହା ଇସ୍ରାଏଲ ଲୋକମାନଙ୍କୁ ଶିଖାଇଲେ, ଏହା ଏଲିୟଙ୍କୁ ଶିଖାଇଲେ, ଆଉ ଆଜି ଏହା ଆମମାନଙ୍କୁ ଶିଖାଉଛନ୍ତି। କ'ଣ ଖାଇବ, କ'ଣ ପିନ୍ଧିବ, ଏହା ଚିନ୍ତିତ ହୁଅ ନାହିଁ। ତୁମର କ'ଣ ପ୍ରয়োଜନ ତୁମ ସ୍ୱର୍ଗସ୍ଥ ପିତା ଜାଣନ୍ତି। ଆସନ୍ତୁ ପରମେଶ୍ୱରଙ୍କ ନିକଟରେ ଆମେ ସମର୍ପିତ ହେବା। ସେ ଦେଲେ ଆମେ ଖାଉଛୁ, ସେ ଦେଲେ ଆମେ ବଞ୍ଚୁଛୁ। ସେ ଆମକୁ ତାଙ୍କ ଉପରେ ଭରସା କରିବାଟା ଆମକୁ ଶିଖାଉଛନ୍ତି, ଧନ ଟଙ୍କା ସମ୍ପତ୍ତି ଉପରେ ନାହିଁ। ପଦେ ପ୍ରାର୍ଥନା କରିବା। ଗୌରବମୟ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ। ପ୍ରତି ସମୟରେ ତୁମ ବାକ୍ୟ ଦ୍ୱାରା ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛ। ତୁମେ ଶିଷ୍ୟମାନଙ୍କୁ ତୁମେ ଶିଖାଇଲ ପ୍ରଭୁ ଯେ କି ପ୍ରକାର ବିନା ଟଙ୍କାରେ ସେମାନେ ବଞ୍ଚିବେ, ତୁମ ଉପରେ ଭରସା କରି ତାହା ଆମକୁ ଶିଖାଉଛ ପ୍ରଭୁ। ଆମେ ତାହା ଉତ୍ତମ ଭାବରେ ଶିଖି ତୁମ ଉପରେ ଭରସା କରି ଆମେ ଜୀବନଯାପନ କରିବୁ। ସାହାଯ୍ୟ କର। ଯେଉଁ ଭାଇ ଭଉଣୀମାନେ ବିଜନେସ୍ ଠପ୍ ହେଇଯାଇଛି, ଚାକିରି ନାହିଁ, ପ୍ରଭୁ ସେମାନେ ଅଭାବରେ ଅଛନ୍ତି, ସେମାନଙ୍କୁ ତୁମେ କଥା କୁହ, ତୁମ ଉପରେ ଭରସା ରଖିବା ପାଇଁ ଶିଖାଅ ପ୍ରଭୁ। ତୁମେ ସେମାନଙ୍କ ପ୍ରତିପାଳକ। ଆଜି ମଧ୍ୟ ତୁମେ ଏଲିୟଙ୍କର ପରମେଶ୍ୱର, ତୁମେ ଖାଦ୍ୟ ଯୋଗାଇବା ପରମେଶ୍ୱର ପ୍ରଭୁ, ତୁମେ ଇସ୍ରାଏଲର ପରମେଶ୍ୱର, ସ୍ୱର୍ଗରୁ ମାନ୍ନା ଯୋଗାଇବା ପରମେଶ୍ୱର। ମୁଁ ତୁମକୁ ଧନ୍ୟବାଦ ଦିଏ ପ୍ରଭୁ। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ ଦେଇ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ପ୍ରାର୍ଥନା ମାଗୁଅଛି। ଆମେନ୍, ଆମେନ୍।
प्रेज द लॉर्ड। प्रभु समस्त को प्रचुर भाव आशीर्वाद करंतु। प्रभु जदि आम को सुजोग दियंती आसंता दिन मानक पुनर्बार आ गोटे नुआ प्रसंग रे आम माने कथबार्ता हेबा। समस्त को नमस्कार। प्रेज द लॉर्ड। प्रभु समस्त को आशीर्वाद करंतु। गॉड ब्लेस यू।